ସରକାର ବଦଳିଛି, ହେଲେ ଗୋରୁ ମାଫିଆଙ୍କ ଆଭିମୁଖ୍ୟ ବଦଳି ନାହିଁ। ଗୋରୁ ମାଫିଆ ତାଙ୍କର ବେପାର ବଣିଜ ଯେମିତି ଚଳେଇଥିଲେ ସେମିତି ବେଧଡ଼କ ଚଳାଇଛନ୍ତି। ପ୍ରକୃତ ଗୋରୁ ମାଫିଆ ଯଦି ଧରା ପଡ଼ନ୍ତେ, ତାହେଲେ ଭାଜପା ନେତା ନେତ୍ରୀଙ୍କ ମୁଖା ଖୋଲନ୍ତା ବୋଲି ଆଲୋଚନା ହେଉଛି। ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ମେଣ୍ଡାଫାଣ୍ଡି ଅଞ୍ଚଳର ତିଲେଇମାଲ ଜଙ୍ଗଲରେ ଗୋଚାଲାଣ ହେଉଥିବା ଖବର ପାଇ ବଜରଙ୍ଗ ଦଳର କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଏକ ବଡ଼ ଧରଣର କଣ୍ଟେନର ମଧ୍ୟରେ ଅଭାବନୀୟ ଭାବେ ଗୋରୁମାନଙ୍କୁ ଚାଲାଣ କରାଯାଉଥିବା ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ମେଣ୍ଡା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନରକୁ ଜବତ କରିଥିଲା। କଣ୍ଟେନର ମଧ୍ୟରୁ 28ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ ସୁରକ୍ଷିତ ଭାବେ ବିନକାସ୍ଥିତ ଗୋ ସେବାଶ୍ରମକୁ ପଠାଯାଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ନାନା ଚର୍ଚ୍ଚା ଆଲୋଚନା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ଏବଂ ଅନ୍ୟ ପକ୍ଷରେ ଗୋଚାଲାଣ ସହ ଜଡ଼ିତ ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଗୋରକ୍ଷକମାନେ ଦାବି କରିଛନ୍ତି।